ମୁଁ ଆପଣମାନଙ୍କୁ ପୂର୍ବରୁ ଏକ ଭିଡ଼ିଓରେ ଦେଖେଇଥିଲି ବାରିପଟର ଦୃଶ୍ୟ ଯେଉଁଥିରେ ଅଦିନିଆ ସପୁରି ଗୁଡ଼ିକ ପାଚିଥିଲା। ଶୀତ ଦିନ ସରି ସରି ଆସୁଥାଏ ଏବଂ ସପୁରି ଗୁଡ଼ିକ ପାଚିଥିବାର ଦେଖିଥିଲେ ଆପଣମାନେ। ଏବେ ଦେଖନ୍ତୁ ଏ ପଣସ ଗଛରେ ପୁରା ଭରପୁର ପଣସ ଅଛି। ଏହି ପଣସ ଆଷାଢ଼ ମାସରେ ପାଚୁଥିବାରୁ ୟାକୁ ଆଷାଢ଼ୁଆ ପଣସ କୁହାଯାଏ। ଏ ଗଛରେ ଆଗରୁ ବଡ଼ ବଡ଼ ପଣସ ହେଉଥିଲା, ବର୍ତ୍ତମାନ ଏଇ ଫନି ବାତ୍ୟାରେ ଗୁଡ଼ିକ ଗଛ ଅଧାରୁ ଭାଙ୍ଗିଯିବାରୁ ଏବେ ଛୋଟ ଛୋଟ ପଣସ ହେଉଛି। ଲେମ୍ବୁ ଗଛରେ ଭରପୁର ଲେମ୍ବୁ ଅଛି। ବର୍ଷା ଦିନ ପୁରା ସତେଜ ସବୁଜ ପତ୍ରରେ ପୁରା ଗଛ ଭରପୁର। ଆଉ ଲେମ୍ବୁ ମଧ୍ୟ ବହୁତ ହୃଷ୍ଟପୃଷ୍ଟ ହୋଇ ବଢ଼ିଛି। ଏହି ଗଛରେ ଆମେ କୌଣସି ରାସାୟନିକ ସାର ପ୍ରୟୋଗ କରୁନୁ, ଖତ ସାର ଦିଆଯାଏ। ଗଛ ଲଗାଇଲା ବେଳେ ଯେତିକି ଆନନ୍ଦ ମିଳେ, ଗଛରେ ଫଳ ଆସିଲେ ସେଇ ଆନନ୍ଦଟା ଆମର ଦ୍ୱିଗୁଣିତ ହୋଇଯାଏ। ଆପଣମାନେ ଗଛ ଲଗାନ୍ତୁ ଏବଂ ତା'ର ଆନନ୍ଦ ନିଅନ୍ତୁ।